ବିନୋଦ ମମତା ରିମଝିମ୍ ଘର ଛାଡ଼ି ଚାଲି ଯାଉଥିବା ସମୟରେ ଆଦର୍ଶ ଆଉ ପଲ୍ଲବୀ ଯାଇ ବିନୋଦ ଆଉ ମମତାଙ୍କର ଗୋଡ଼ ଧରୁଛନ୍ତି। ଆଉ ତାପରେ ପଲ୍ଲବୀ ବିନୋଦକୁ କହୁଛନ୍ତି, ଦାଦା ଆପଣମାନେ ଯଦି ଘର ଛାଡ଼ି ଚାଲିଯିବେ ମାମା ପୁରାପୁରି ଭାଙ୍ଗି ପଡ଼ିବେ, ଆଉ ଏ ଘର ଭାଙ୍ଗିଯିବ। ଆଦର୍ଶ ଆଉ ପଲ୍ଲବୀଙ୍କୁ ଏମିତି କଷ୍ଟରେ ଦେଖିବା ପରେ ବିନୋଦ କହୁଛନ୍ତି, ଠିକ୍ ଅଛି ଆମେ ଏ ଘର ଛାଡ଼ି ଯିବୁନି। ବିନୋଦଙ୍କ ପାଖରୁ ଏମିତି କଥା ଶୁଣିବା ପରେ ଆଦର୍ଶ ପଲ୍ଲବୀଙ୍କୁ କହୁଛନ୍ତି, ତୁମେ ଦାଦା ଖୁଡ଼ି ଆଉ ଭାଉଜଙ୍କୁ ତାଙ୍କ ରୁମକୁ ନେଇଯାଅ। ଆଦର୍ଶଙ୍କ ପାଖରୁ ଏମିତି କଥା ଶୁଣିବା ପରେ ପଲ୍ଲବୀ ବିନୋଦ ମମତା ଆଉ ରିମଝିମ୍କୁ ତାଙ୍କ ରୁମକୁ ନେଇଯାଉଛନ୍ତି। ଆଉ ସମସ୍ତେ ସେଠାରୁ ଚାଲିଯିବା ପରେ ଆଦର୍ଶ ରୁବିଙ୍କ ଉପରେ ଚିତ୍କାର କରି କହୁଛନ୍ତି, ବାପା ମା ମୋ ଆତ୍ମା ହେଲେ ଦାଦା ଖୁଡ଼ି ହେଉଛନ୍ତି ମୋ ଜୀବନ। ଦାଦା ଖୁଡ଼ିଙ୍କୁ ମୁଁ ମୋ ହୃଦୟରେ ସେତିକି ଜାଗା ଦେଇଛି ଯେତିକି ମୁଁ ମୋ ବାପା ମାଙ୍କୁ ଦେଇଛି। ମୋ ଦାଦା ଖୁଡ଼ିଙ୍କୁ ଯିଏ ଟିକେ ବି କଷ୍ଟ ଦେବାକୁ ଚେଷ୍ଟା କରିଛି ସେମାନେ ମୋର ସାରା ଜୀବନ ପାଇଁ ଶତ୍ରୁ ହେଇଯାଆନ୍ତି। ଦାଦା ଖୁଡ଼ିଙ୍କ ପାଇଁ ମୁଁ ମୋ ମାଙ୍କ ସହିତ ଲଢ଼ିଯାଇଛି, ଆଉ ବାକି ଲୋକଙ୍କର ମୋ ଆଗରେ ଔକାତ କ'ଣ? ଏମିତି କହିବା ପରେ ଆଦର୍ଶ କହୁଛନ୍ତି, ରୁବି ମାଉସୀ ଗୋଟେ କଥା କାନ ଖୋଲି ଶୁଣି ରଖ, ମୋ ଘର ଲୋକଙ୍କ ପାଇଁ ଯଦି କାହାର କିଛି ଅସୁବିଧା ହେଉଛି ତାହେଲେ ସେ ଏ ଘର ଛାଡ଼ି ଚାଲି ଯାଇପାରନ୍ତି, ତାଙ୍କ ପାଇଁ ମୋ ମନରେ ଟିକେ ବି ଦୁଃଖ ହବନି। ଆଦର୍ଶଙ୍କ ପାଖରୁ ଏମିତି କଥା ଶୁଣିବା ପରେ ରୁବି ପୁରାପୁରି ମୂକ ପାଲଟି ଯାଉଛନ୍ତି। ତେବେ ଦର୍ଶକ ବନ୍ଧୁ ରୁବିଙ୍କୁ ଏମିତି ଅବସ୍ଥାରେ ଦେଖିବା ପରେ ଆପଣମାନଙ୍କୁ ଭଲ ଲାଗୁଛି କି? ଯଦି ହଁ କମେଣ୍ଟରେ ୟେସ୍ ଲେଖନ୍ତୁ।